So, hello everyone. पेन की करवा पेन का है. So, hello everyone. Welcome to Exam Concluder. ଆଜି ଆମେ ପଢିବା ଓଡ଼ିଶା ଜିକେ ଡେ 1. ତ ଫାର୍ଷ୍ଟ କଥା ହେଲା ଏଇ କ୍ଲାସଟା କାହା ପାଇଁ? ଆମର ଏବେ OSSC ର OSSC ର 1578 ପୋଷ୍ଟ ଆସିଛି। ତ ସେଥିରେ ଏଥର ଗୋଟେ ନୂଆ ପର୍ସନ ଆଡ୍ ହେଇଛି ଯୋଉଟା ହଉଛି ଓଡ଼ିଶା ଜିକେ। ତ ଆମେ ଏପର୍ଯ୍ୟନ୍ତ ବି ଜାଣିନାହାନ୍ତି ସେଥିରୁ କେତେ ମାର୍କ ଆସିବ, ହୁଏତ 25, ୟା ତ 30, ୟା ତ 20, ସେଥିରେ କିଛି ବି ମାର୍କର କ୍ୱେଶ୍ଚନ୍ ଆସିପାରେ। ବଟ୍ କ୍ୱେଶ୍ଚନ୍ କମ୍ ଆସୁ ବେଶୀ ଆସୁ, ଆମକୁ ସବୁ ଧ୍ୟାନ ଦେବାକୁ ଆମକୁ ପୁରା ସମ୍ପୂର୍ଣ୍ଣ ପଢ଼ିବା ପାଇଁ ପଡ଼ିବ। ତ ସେଥିପାଇଁ ଆଜିଠୁ ମୁଁ ଗୋଟେ ସିରିଜ୍ ଆରମ୍ଭ କରୁଛି, ଓଡ଼ିଶା ଜିକେ ସିରିଜ୍। ଓକେ, ତ ଆଉ ବେଶୀ କଥା ହେବାନି, ଏବେ କ୍ଲାସ୍ ଷ୍ଟାର୍ଟ କରିବା। ଓକେ, ତ ଆମେ ଏଇଠି ଦୁଇଟା ପାର୍ଟ କରିଛନ୍ତି, ଗୋଟେ ହେଲା ଫ୍ରିଡମ୍ ଫାଇଟର୍ସ ଆଉ ଗୋଟେ ହେଲା ଅଦର ଫେମସ୍ ପର୍ସନାଲିଟିଜ୍। ଆଚ୍ଛା ଦେଖ, ଏଇ ଯୋଉ ଫ୍ରିଡମ୍ ଫାଇଟର୍ସର ଦିଟା ଅଛି ପାର୍ଟ। ଗୋଟେ ହେଲା ଆମର ମେଲ୍ ଫ୍ରିଡମ୍ ଫାଇଟର୍ସ ଆଉ ଗୋଟେ ହେଲା ଆମର ଫିମେଲ୍ ଫ୍ରିଡମ୍ ଫାଇଟର୍ସ। ଓକେ, ତ ଆମେ ଏଇ ଯୋଉ କ୍ଲାସଟାରେ କମ୍ପ୍ଲିଟଲି ମେଲ୍ଟା ପଢ଼ିବା, ଆଉ ଫିମେଲ୍ଟା କ'ଣ ହେବ ଆମର ଯେତେବେଳେ କ୍ଲାସ୍ 2 ଆସିବ ଆମେ ଏଇଠି ଫିମେଲ୍ ହେଲା ପ୍ଲସ୍ ଅଦର୍ସ ଯୋଉ ସବୁ ଇମ୍ପୋର୍ଟାଣ୍ଟ ଥିବ, ଓନ୍ଲି ଇମ୍ପୋର୍ଟାଣ୍ଟ, କାହିଁକିନା ଯେହେତୁ ଏକ୍ଜାମ୍ ଆଉ ବେଶୀ ନାହିଁ, ଏକ୍ଜାମ୍ ଡେଟ୍ ଭେରି କ୍ଲୋଜ୍, ଓନ୍ଲି ଇମ୍ପୋର୍ଟାଣ୍ଟ ୱି ୱିଲ୍ ଷ୍ଟଡି। ଓକେ, ହଁ, ଇଟ୍ ଇଜ୍ ଏ କମ୍ପ୍ଲିଟ୍ ଥିଓରି କ୍ଲାସ୍। ଓକେ, କଣ୍ଟିନ୍ୟू। ଆମେ ଫାଷ୍ଟ ପଢିବା କ'ଣ ନା ପଣ୍ଡିତ ଗୋପବନ୍ଧୁ ଦାସ ମୋହନ ଦାସ। ଆଚ୍ଛା, ଯେକୌଣସି ବି ଲୋକଙ୍କର ଫାଷ୍ଟ ଆମେ ଡେଟ୍ ଅଫ୍ ବାର୍ଥ ପଢିବା। ତାଙ୍କର ଡେଟ୍ ଅଫ୍ ବାର୍ଥ କେବେ ଥିଲା ନା କେତେ ନା ଅକ୍ଟୋବର 9, 1877। ଅକ୍ଟୋବର 9, 1877 ସିଏ ଜନ୍ମଗ୍ରହଣ କରିଥିଲେ। ଆଚ୍ଛା, ତାହେଲେ ତାଙ୍କର ଡେଥ୍ କେବେ ହେଇଥିଲା? ନା ଜୁନ୍ 17, 1928। ଜୁନ୍ 17, 1928 ତାଙ୍କର ଡେଥ୍ ମଧ୍ୟ ହେଇଥିଲା। ଓକେ, ଦେନ୍ ତାଙ୍କର ଫାଦର କିଏ ଥିଲେ? ଫାଦର ଆଉ ତାଙ୍କର ମଦର। ଆଚ୍ଛା, ତାଙ୍କର ଫାଦର ଥିଲେ କିଏ ନା ଦୈତାରୀ ଦାସ। ତାଙ୍କର ଫାଦର ଥିଲେ କିଏ ନା ଦୈତାରୀ ଦାସ। ଆଉ ତାଙ୍କ ମା କିଏ ଥିଲେ ନା ସ୍ୱର୍ଣ୍ଣମୟୀ ଦେବୀ। ସ୍ୱର୍ଣ୍ଣମୟୀ ଦେବୀ ତାଙ୍କ ମା ଥିଲେ। ଓକେ, ଏବେ ଆମେ ନେକ୍ସଟ ପଢିବା ନା ଗୋପବନ୍ଧୁ ଦାସ ୱାଜ ଏ କି ଫିଗର ଇନ୍ ସେପାରେଟ ଓଡ଼ିଶା ପ୍ରୋଭିନେନ୍ସ। ଆଚ୍ଛା, ତାହେଲେ ଆମର ଓଡ଼ିଶା ଗୋଟେ ଯୋଉ ସେପାରେଟ ପ୍ରୋଭିନେନ୍ସ ବନିଲା, ଆଗରୁ କ'ଣ ଥିଲା ନା ଆଗରୁ ଓଡ଼ିଶା ପ୍ଲସ୍ ବେଙ୍ଗଲ ପ୍ଲସ୍ ବିହାର ତିନିଟା ମିଶିକି ଗୋଟେ ପ୍ରୋଭିନେନ୍ସ ହେଇକି ଥିଲେ। ବଟ୍ ଗୋଟେ ଟାଇମ୍ ଆସିଲା ଯୋଉ ଟାଇମରେ କ'ଣ ହେଲା ନା ବେଙ୍ଗଲ ଠାରୁ ଓଡ଼ିଶା ଆଉ ବିହାର ସେମାନେ ଅଲଗା ହେଇଗଲେ, ଏବଂ ଓଡ଼ିଶା ବିହାର ମିଶିକି ହେଲେ ଗୋଟେ ପ୍ରୋଭିନେନ୍ସ, ବେଙ୍ଗଲ ହେଲା ଗୋଟେ ପ୍ରୋଭିନେନ୍ସ। ତ ସମସ୍ତେ ମୋତେ କମେଣ୍ଟ ବକ୍ସରେ ଜଣେଇବେ କି ବେଙ୍ଗଲ କେବେ ଓଡ଼ିଶା ଆଉ ବିହାର ଠାରୁ ଅଲଗା ହୋଇଥିଲା। ଠିକ୍ ଅଛି, ଯେତେବେଳେ ଆମର ଓଡ଼ିଶା ଆଉ ବିହାର ସାଙ୍ଗ ଥିଲେ, କିନ୍ତୁ କ'ଣ ହେଲା ନା କିଛି ଲୋକ ବା କିଛି ସାଧୁଜନ ବା କିଛି ଜ୍ଞାନୀ କିଛି ଗୁଣୀଜନ ସେମାନେ କ'ଣ ଚିନ୍ତା କଲେ, ଯଦି ଓଡ଼ିଶା ବିହାର ସହ ମିଶିକି ରହିଲା ତ ସେତେବେଳେ ଓଡ଼ିଆ ଲୋକ ସଂଖ୍ୟା ବହୁତ କମ୍ ଥିଲା ଆକର୍ଡିଂ ଟୁ ବିହାର ଲୋକ। ଠିକ୍ ଅଛି, ତ ସେମାନେ କ'ଣ ଚିନ୍ତା କଲେ ନା ଓଡ଼ିଆ ମାନଙ୍କ ଆବାଜଟା ସବୁବେଳେ ଦବେଇ ଦିଆଯିବ, ସେମାନଙ୍କୁ କେବେ ବି ଉପରକୁ ଉଠିବା ପାଇଁ ଦିଆଯିବ ନାହିଁ।
ତ ସେମାନେ ସେମାନେ ତାଙ୍କ ଚେଷ୍ଟା ମାନେ ଯୋଉ କଣ ପାଇଁ ଗୋଟେ ଯୋଉ ଚଲେଇଥିଲେ ନା କେମିତି ଓଡ଼ିଶା ଠାରୁ ବିହାର ସରି କେମିତି ବିହାର ଆଉ ଓଡ଼ିଶା ଦୁଇଟା ଯାକେ ଅଲଗା ହେବେ ଆଉ ଓଡ଼ିଶା ଗୋଟେ ଅଲଗା ରାଜ୍ୟ ହବ। ଆଉ ସେଇ ଯୋଉ ଜ୍ଞାନୀ ଗୁଣୀ ଥିଲେ ତାଙ୍କ ଭିତରୁ ଇଏ ମଧ୍ୟ ଥିଲେ ଜଣେ କିଏ ନା ପଣ୍ଡିତ ଗୋପବନ୍ଧୁ ଦାସ। ଓକେ, ଲ ଗ୍ରାଜୁଏଟ ଫ୍ରମ କୋଲକାତା ୟୁନିଭର୍ସିଟି ନା କଣ ନା ସିଏ କୋଲକାତାରୁ ଲ ପଢିଥିଲେ। ହି ଆଡଭୋକେଟେଡ୍ ଫର୍ କାଷ୍ଟ ବାରିୟର୍ସ ଏଣ୍ଡ ସୋସିଆଲ ଇକ୍ୱାଲିଟି। ବର୍ତ୍ତମାନ ଆମର ଯୋଉ ଚାଲିଛି ମାନେ ଯୋଉ ଜାତି ଭେଦ କି ମୁଁ ଉଚ୍ଚ ସିଏ ନିଚ ସିଏ ଆହୁରି ନିଚ, ବଟ୍ ଏଇ ସବୁ ଜିନିଷକୁ ସେ କେବେ ପସନ୍ଦ କରୁନଥିଲେ। ଓକେ, ସିଏ କଣ ଚାହୁଁଥିଲେ ସରି ସେ ଚାହୁଁଥିଲେ ସମସ୍ତେ ସାଙ୍ଗ ହେଇକି ରୁହନ୍ତୁ ଆଉ କେହି କାହାକୁ କେବେ ନିଚ ବୋଲି ମନେ ନ କରନ୍ତୁ। ଓକେ, ସତ୍ୟବାଦୀ ବନ ବିଦ୍ୟାଳୟ ୱାଜ ଏଷ୍ଟାବ୍ଲିଶଡ ବାଇ ହିମ୍ ଇନ୍ ପୁରୀ ଡିଷ୍ଟ୍ରିକ୍ଟ। ଆଚ୍ଛା, ସିଏ ସତ୍ୟବାଦୀ ବନ ବିଦ୍ୟାଳୟଟା କରିଥିଲେ। କୋଉଠି କରିଥିଲେ ନା ପୁରୀ। ଆଚ୍ଛା, ପୁରୀ କଣ ନା ପୁରୀ ହଉଛି ତାଙ୍କର ବାର୍ଥ ପ୍ଲେସ୍, ତାଙ୍କର ବାର୍ଥ ପ୍ଲେସ୍। ଓକେ, ମହାତ୍ମା ଗାନ୍ଧୀ honored honored him as one of the noblest sons of ଓଡ଼ିଶା। ମହାତ୍ମା ଗାନ୍ଧୀ କଣ କହିଥିଲେ ନା ସିଏ ଓଡ଼ିଶାର ଯୋଉ ସୁପୁତ୍ର ତା ଭିତରୁ ସିଏ ହେଲେ ଜଣେ ବା ସିଏ ହେଲେ ଅନ୍ୟତମ। ଓକେ, ଆଚ୍ଛା, ସେଇଭଳିଆ ଆମର ଗୋପବନ୍ଧୁ ଦାସ ମଧ୍ୟ ଆଉ ଗୋଟେ ଜିନିଷ କରିଥିଲେ କଣ ନା ଦ ଦ ସମାଜ ୟାକୁ ସିଏ 1919 ମସିହାରେ କରିଥିଲେ। ଦେଖ ଯେତିକି ଯେତିକି ଇମ୍ପୋର୍ଟାଣ୍ଟ ବୋଲି ମତେ ଫିଲ୍ ହଉଛି ବା ଯୋଉ ସବୁ ପର୍ସନରୁ କ୍ୱେଶ୍ଚନ୍ ଆସିପାରେ ବୋଲି ମତେ ଫିଲ୍ ହଉଛି ମୁଁ ଟିକେ ସେତିକି ହିଁ ଆପଣମାନଙ୍କୁ କହିବି। ଓକେ, ଦେନ୍ ଗୋଟେ ୱାର୍ଡିଙ୍ଗ ଥିଲା ଲେଟ୍ ମାଇ ବଡି ମିଙ୍ଗିଲ୍ ଇନ୍ ଦ ଡଷ୍ଟ ଅଫ୍ ମାଇ ମଦରଲ୍ୟାଣ୍ଡ। ତାମାନେ କଣ ମୋ ଶରୀର ମୋ ମାତୃଭୂମି ଧୂଳିରେ ମିଶି ଯାଉ। କାହିଁକି ମିଶି ଯାଉ ନା ନା ଯଦି ମୋ ଶରୀର ମୋ ମାତୃଭୂମିର ମାଟିରେ ମିଶିବା ଦ୍ୱାରା ଯଦି ମୋ ଦେଶର ଲୋକମାନେ ଶାନ୍ତିରେ ଆଉ ସୁଖରେ ରହୁଛନ୍ତି ତାହେଲେ ମିଶିଯାଉ। ଏମିତି ବି ଗୋଟେ କୋଶ୍ଚିନ୍ ଦେଇପାରେ କି ସେ ଏଇ ଯୋଉ ୱାର୍ଡିଙ୍ଗସ୍ ଅଛି ୟାକୁ ଦେଇଥିବ ଦେଇ କହିଥିବ ୟାକୁ କିଏ କହିଛନ୍ତି, କିଏ କହିଛନ୍ତି, ତ ଏମିତି ବି କୋଶ୍ଚିନ୍ ପଡିପାରେ। ଓକେ, ନେକ୍ସଟ ସ୍ଲାଇଡ୍ ଯିବା। ନୀଳକଣ୍ଠ ଦାସ, ନୀଳକଣ୍ଠ ଦାସ ୟାଙ୍କର ଡେଟ୍ ଅଫ୍ ବାର୍ଥ କେବେ ଥିଲା? ଡେଟ୍ ଅଫ୍ ବାର୍ଥ କେବେ ଥିଲା ନା ତାଙ୍କର ଥିଲା ଅଗଷ୍ଟ 5, 1884। ଦେଖ ମୁଁ ଥରେ କହୁଛି ଥରେ ଲେଖୁଛି କାହିଁକିନା ଯେମିତି ତମକୁ ଆଉ ସେକେଣ୍ଡ ଟାଇମ କିଛି କରତେ ପଡିବ ନାହିଁ। କେବେ ଥିଲା ନା ଅଗଷ୍ଟ 5, 1884। ଆଚ୍ଛା, ତାଙ୍କର ଡେଥ୍ କେବେ ହେଇଥିଲା? ତାଙ୍କର ଡେଥ୍ ହେଇଥିଲା ନଭେମ୍ବର 6, 1967। 1967। ଦେନ୍ ତାଙ୍କର ପ୍ୟାରେଣ୍ଟସ୍ ମାନେ କିଏ? ତାଙ୍କର ଫାଦର ଆଉ ତାଙ୍କର ମଦର। ତାଙ୍କ ଫାଦର କିଏ ଥିଲେ ନା ଆନନ୍ଦ ଦାସ। ତାଙ୍କ ଫାଦର ଥିଲେ କିଏ ନା ଆନନ୍ଦ ଦାସ। ଏଣ୍ଡ ତାଙ୍କ ମଦର କିଏ ଥିଲେ? ତାଙ୍କ ମଦର ଥିଲେ ହୀରା ଦେବୀ। ହୀରା ଦେବୀ। ଓକେ, ପଢିବା ଆମେ ନା ସେ MA କରିଥିଲେ କୋଉଠି? ସେ MA ଇନ୍ ଫିଲୋସଫି ଫ୍ରମ କୋଲକାତା ୟୁନିଭର୍ସିଟି ଏଣ୍ଡ ୱାଜ ଏ ଟିଚର ଆଟ୍ ସତ୍ୟବାଦୀ ବନ ବିଦ୍ୟାଳୟ। ତାମାନେ କଣ? ସେ କୋଲକାତା ରୁ ମାନେ ଫିଲୋସଫିରେ MA କରିଥିଲେ ଆଉ ସେ ଟିଚର କୋଉଠି ଥିଲେ ନା ସତ୍ୟବାଦୀ ବନ ବିଦ୍ୟାଳୟ। ସେଟା ଏଇ ଯୋଉ ବିଦ୍ୟାଳୟଟା କିଏ କରିଥିଲେ? ପଣ୍ଡିତ ଗୋପବନ୍ଧୁ ଦାସ କରିଥିଲେ। କୋଉଠି କରିଥିଲେ ନା ପୁରୀରେ କରିଥିଲେ। ଆମେ ଏଇଟା ୟା ଆଗ ସ୍ଲାଇଡରେ ପଢିକି ଆଇଲେ। ଓକେ, କିଛି ଭୁଲିବାର ନାହିଁ। ଆରେ ଓକେ, as a freedom fighter and social reformer he fought against social untouchability। untouchability ମାନେ କଣ? ଯୋଉ ଛୁଆଁ ଅଛୁଆଁ ଛୁଆ
ଅଛୁଆଁ and played a vital role in the movement to unite the Odia speaking areas। ୟା ମାନେ କଣ? ଓଡ଼ିଆ ସ୍ପିକିଂ ଏରିଆଜ ମାନେ କଣ? ମାନେ ଯୋଉ ଓଡ଼ିଶା, ବିହାର ଠାରୁ ଓଡ଼ିଶାକୁ ଯୋଉ ଅଲଗା କରାହଉଥିଲା ହେଲା, ସେଥିରେ ଇଏ ମଧ୍ୟ ଜଣେ ପ୍ରମୁଖ ମେମ୍ବର ଥିଲେ। ହି ୱାଜ ଅଲସୋ ଏ ରାଇଟର। କଣ ଥିଲେ? ସେ ଜଣେ ରାଇଟର ଥିଲେ, ଏଡିଟର ଥିଲେ ଏବଂ ଜଣେ କବି ଥିଲେ। କଣ କବି ଥିଲେ। ଆଚ୍ଛା, ସପୋଜ ଆମକୁ କୋଶ୍ଚିନ୍ ପଚାରିପାରେ ସତ୍ୟବାଦୀ ସ୍ପିରିଟ ବୁକ୍ ର ଅଥର କିଏ? କିଏ? ନୀଳକଣ୍ଠ ଦାସ। ଯଦି ଆମେ ଏଇଟା ପଢିଥିବା ଜାଣିବା, ଠିକ ଅଛି। ହେଲା, କୋଣାର୍କ ହେଇଗଲା, ଆମର ଖାରବେଳ ହେଇଗଲା, ମାୟାଦେବୀ, ଗୀତା ଭାଷ୍ୟ, ଆର୍ୟ ଜୀବନ, ଏ ବହି ସବୁ କିଏ ଲେଖିଥିଲେ? ନା ନୀଳକଣ୍ଠ ଦାସ। ଓକେ, ନେକ୍ସଟ ସ୍ଲାଇଡ ଯିବା ଆମେ। ହେଲେ ବିଶ୍ୱନାଥ ଦାସ ତାଙ୍କର ଡେଟ୍ ଅଫ ବାର୍ଥ କେବେ ଥିଲା? ନା 8 ମାର୍ଚ୍ଚ 1899। 8 ମାର୍ଚ୍ଚ 1899। ଲେଖିଦେବା ଏଇଠି। ଡେଟ୍ ଅଫ ବାର୍ଥ 8 ମାର୍ଚ୍ଚ 1899। ତାଙ୍କର ଡେଥ୍ କେବେ ହେଇଥିଲା? ଡେଥ୍ ହେଇଥିଲା 2 ଜୁନ 1994। 1994, ସରି 84, ସରି ସରି 84, ମାଇ ମିଷ୍ଟେକ୍। 2 ଜୁନ 1900 ତାଙ୍କର ଡେଥ୍ ହେଇଥିଲା। ଆଚ୍ଛା, ତାଙ୍କ ଫାଦର କିଏ ଥିଲେ? ତାଙ୍କ ଫାଦର କିଏ ଥିଲେ? ମଧୁସୂଦନ ଦାସ। କିଏ ଥିଲେ? ମଧୁସୂଦନ ଦାସ। ମଧୁସୂଦନ ଦାସ ତାଙ୍କ ଫାଦର ଥିଲେ। ଆଉ ତାଙ୍କ ମଦର ବିଷୟରେ କିଛି ଜଣା ନାହିଁ। ଓକେ, he was a prominent freedom fighter of Odisha who served as the governor of Uttar Pradesh and prime minister of Odisha। ଦେଖ, ଏକ୍ସାମରେ କ୍ୱେଶ୍ଚନ କୋଭଳିଆ ଆସିପାରେ କି who was a prominent freedom fighter of Odisha who served as the governor of UP and PM of Odisha। ଯେତେବେଳେ ଇଂଲିଶରେ ସେତେବେଳେ PM ଟାକୁ CM ବୋଲି, ଏବେ ଯୋଉ CM ଅଛି ତାକୁ PM ବୋଲି କୁହାଯାଉଥିଲା। ଓକେ, he joined non cooperative movement in 1921 ମସିହା। in 1921 ମସିହା and served as the president of ଗଞ୍ଜାମ district। ସେ କଣ? ସେ ଅସହଯୋଗ ଆନ୍ଦୋଳନଟାକୁ 1921ରେ ଜଏନ କଲେ ଏବଂ ସେ ଗଞ୍ଜାମର ଆଜି ଆଜି ସବୁ ସେଇଠି କାର୍ଯ୍ୟଭାର ଗ୍ରହଣ କଲେ। ହି ୱାଜ ଅଲସୋ ଏ ପାର୍ଟ ଅଫ ସଲ୍ଟ ସତ୍ୟାଗ୍ରହ। କଣ? ଲବଣ ସତ୍ୟାଗ୍ରହ ଯୋଉ ହେଇଥିଲା ସେଠି ମଧ୍ୟ ସେ ଗୋଟେ ପାର୍ଟ ଥିଲେ। and also selected for the Madras Assembly। Madras Assembly। Okay, he was a prominent leader of Congress and resigned from Congress in 1939। ଏଠି ବ୍ଲାକ୍ ହେଇଯାଇଛି, ସରି। ତମେ ଦେଖିବ ଗୋଟେ କଥା ମାର୍କ କରିବ, ଏଟା ଆଉଟ ଅଫ ଯାଉଛି। ଯେତିକି ସବୁ ବିଗ୍ ଲିଡର ଥିବେ, ବିଗ୍ ଲିଡର ଥିବେ, ସେ ଓଡ଼ିଶା ହଉ କିମ୍ବା ଓଡ଼ିଶା ବାହାରେ ହଉ, ମ୍ୟାକ୍ସିମମ୍ ଲୋକ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସରୁ ହିଁ ଆସିଥିବେ। ହୁଏତ ସେମାନେ ତାଙ୍କର ପର ମୁହୂର୍ତ୍ତରେ କିଛି ନୂଆ ପାର୍ଟି ଖୋଲିଥାଇ ପାରନ୍ତି, କିନ୍ତୁ ତାଙ୍କର ଫାଷ୍ଟ ପାର୍ଟି କିଏ ଥିବ? ନା ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ। ଓକେ, ଲେଟ୍ସ ମୁଭ୍ ଅନ୍। ସରି, ଦେନ୍ ଆମେ ପଢିବା ଚନ୍ଦ୍ରଶେଖର ବେହେରା। ଶେଖର ବେହେରା। ଆଚ୍ଛା, ୟାଙ୍କର ଡେଟ୍ ଅଫ ବାର୍ଥ କେବେ ଥିଲା? ଲେଖିବା, ୟାଙ୍କର ଡେଟ୍ ଅଫ ବାର୍ଥ କେବେ ଥିଲା? 23 ସେପ୍ଟେମ୍ବର 1901। 23 ସେପ୍ଟେମ୍ବର 23 ସେପ୍ଟେମ୍ବର
1901 ଏଇଟା ୟାଙ୍କର ଡେଟ୍ ଅଫ୍ ବାର୍ଥ ଥିଲା। ଆଚ୍ଛା ଦେନ୍ ପଢିବା ଆମେ କଣ ହି ପ୍ଲେଡ୍ ଏ ମେଜର ରୋଲ୍ ଇନ୍ ୱେଷ୍ଟର୍ଣ୍ଣ ଓଡ଼ିଶାସ୍ ଇନଭଲଭମେଣ୍ଟ ଇନ୍ ଇଣ୍ଡିଆସ୍ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ। ତାହେଲେ ଇଣ୍ଡିଆ ଯୋଉ ଇଣ୍ଡିପେଣ୍ଡେନ୍ସ ପାଇଲା ହେଲା ସେଥିରେ ୱେଷ୍ଟର୍ଣ୍ଣ ଓଡ଼ିଶାରୁ କିଛି ଯୋଉ ଲୋକ ଥିଲେ ତା ଭିତରୁ ଇଏ ଥିଲେ ଅନ୍ୟତମ। ଇଏ ଥିଲେ କଣ ଇଏ ଥିଲେ ଅନ୍ୟତମ। ହି ୱାଜ ଏ ଲିଡର ଅଫ୍ ନନ୍ କୋଅପରେସନ ମୁଭମେଣ୍ଟ ଏଣ୍ଡ କଂଗ୍ରେସ ପାର୍ଟି। ତାମାନେ ସେ କଂଗ୍ରେସରୁ ବିଲଙ୍ଗ କରୁଥିଲେ ଆଉ ସେ ଏଇଥିରେ କଣ ଲିଡର ଥିଲେ। ହି କୋ ଫାଉଣ୍ଡେଡ ନ୍ୟାସନାଲ ସ୍କୁଲ ଅଫ ସମ୍ବଲପୁର। ଇଏ ବି ଗୋଟେ କ୍ୱେଶ୍ଚନ ହେଇପାରେ କି ନ୍ୟାସନାଲ ସ୍କୁଲ ଅଫ ସମ୍ବଲପୁରକୁ କୋ ଫାଉଣ୍ଡ କିଏ କରିଥିଲେ ନା ଚନ୍ଦ୍ରଶେଖର ବେହେରା ବାଇ ଗେଟିଂ ଇନ୍ସପାୟାର୍ଡ ଫ୍ରମ୍ ସତ୍ୟବାଦୀ ବନ ବିଦ୍ୟାଳୟ ମେଡ୍ ବାय ଗୋପବନ୍ଧୁ ଦାସ। ଓକେ ଦେନ୍ କଣ ହେଲା ହି ହଷ୍ଟେଡ୍ ମହାତ୍ମା ଗାନ୍ଧୀ ଇନ୍ 1928। ଇଏ ବି କ୍ୱେଶ୍ଚନ ମାନେ ପକେଇପାରେ କି ମହାତ୍ମା ଗାନ୍ଧୀଙ୍କୁ କି ମହାତ୍ମା ଗାନ୍ଧୀଙ୍କୁ 1928 ମସିହାରେ ହୋଷ୍ଟ କିଏ କରିଥିଲା। ହୋଷ୍ଟ ମାନେ କଣ ତାଙ୍କୁ ଇନଭାଇଟ୍ କରିବା ହେଲା ତାଙ୍କର ପୁରା କେୟାର ନବା। ଓକେ ସେ ଯେବେଠୁ ଆସିଲେ ଓଡ଼ିଶାକୁ ଆସିକି ରହିଲେ ଏବଂ ଯେବେ ଗଲେ ସେ ପର୍ଯ୍ୟନ୍ତ ତାଙ୍କର ସବୁ ଦାୟିତ୍ୱ ଦ୍ୟାଟ୍ ଇଜ କଲ୍ଡ ହୋଷ୍ଟ। ଇଟ୍ ଇଜ କଲ୍ଡ ହୋଷ୍ଟ। ଓକେ ଦେନ୍ କଣ ଡକ୍ଟର ହରେକୃଷ୍ଣ ମହତାବ। ତାଙ୍କର କେବେ ହେଇଥିଲା ଡେଟ୍ ଅଫ୍ ବାର୍ଥ ଦେଖିବା ଆମେ। ତାଙ୍କର ଡେଟ୍ ଅଫ୍ ବାର୍ଥ ହେଇଥିଲା କେବେ ହେଇଥିଲା କେବେ ନା ନଭେମ୍ବର 21 1899। ନଭେମ୍ବର 21 1899 ଏବଂ ତାଙ୍କର ଡେଥ୍ କେବେ ହେଇଥିଲା ତାଙ୍କର ଡେଥ୍ କେବେ ହେଇଥିଲା ନା ଜାନୁଆରୀ 2 1987। ଜାନୁଆରୀ 2 1987 ଇଏ ହେଲା ବାର୍ଥ ଇଏ ହେଲା ଡେଥ୍। ଓକେ ଦେନ୍ ସେ କଣ ଥିଲେ ହରେକୃଷ୍ଣ ମହତାବ ଲେଫ୍ଟ କଲେଜ and joined freedom movement after getting inspired from ମହାତ୍ମା ଗାନ୍ଧୀ। ଓକେ ତ ଇଏ ମଧ୍ୟ କଣ ହେଇଥିଲେ ନା ମହାତ୍ମା ଗାନ୍ଧୀଙ୍କଠୁ ଗୋଟେ ଇନ୍ସପାୟାର ହେଇଥିଲେ। ହି ୱାଜ ଏ prominent leader in salt ସତ୍ୟାଗ୍ରହ in salt ସତ୍ୟାଗ୍ରହ ମାନେ ଲବଣ ଯୋଉ ସତ୍ୟାଗ୍ରହ ଥିଲା and had arranged many ସତ୍ୟାଗ୍ରହ activities in ବାଲେଶ୍ୱର। ଆକ୍ଚୁଆଲି ୟା ଘର ହଉଛି ଭଦ୍ରକ। ଆକ୍ଚୁଆଲି ୟା ଘର କୋଉଠି ଆକ୍ଚୁଆଲି ୟାଙ୍କ ଘର ହଉଛି ଭଦ୍ରକ। ଭଦ୍ରକର ଆଗରପଡ଼ାରେ। କିନ୍ତୁ ସେ ଟାଇମରେ କଣ ଥିଲା ସେ ଟାଇମରେ ବାଲେଶ୍ୱର ଆଉ ଭଦ୍ରକ ମିଶିକି ଥିଲେ। କିଏ କିଏ ଥିଲେ ନା ବାଲେଶ୍ୱର ପ୍ଲସ୍ ଭଦ୍ରକ ପ୍ଲସ୍ ଭଦ୍ରକ ମିଶିକି ଥିଲେ। ସେଥିପାଇଁ ଏଇଠି ଆସିଛି କଣ ଏଇଠି ଆସିଛି ବାଲେଶ୍ୱର ଆସିଛି। ହି ଫାଉଣ୍ଡେଡ୍ ଏ ଓଡ଼ିଆ ନ୍ୟୁଜ୍ ପେପର କଲ୍ଡ ଆଜ୍ ପ୍ରଜାତନ୍ତ୍ର। ପଚାରିପାରେ କି ୟାକୁ ଫାଉଣ୍ଡେଡ୍ କିଏ କରିଥିଲେ ନା ଏଚ୍ କେ ମହତାବ। ହରେକୃଷ୍ଣ ମହତାବ ୟାକୁ ଫାଉଣ୍ଡେଡ୍ କରିଥିଲେ। ଓକେ ହି ସର୍ଭଡ୍ ଟ୍ୱାଇସ୍ ଆଜ୍ ଦ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା। ତାମାନେ ସେ ଦିଥର କଣ ହେଇଥିଲେ ନା ଓଡ଼ିଶାର ସିଏମ୍ ହେଇଥିଲେ and also held role as union cabinet minister and governor of Maharashtra। ପଚାରିପାରେ which prominent CM of Odisha served as governor of Maharashtra? Who is the who is he? ଡକ୍ଟର ହରେକୃଷ୍ଣ ମହତାବ। ସିମ୍ପଲ ଆନ୍ସର। ଓକେ ଯଦି ଆପଣ କ୍ଲାସଟାକୁ ଭଲସେ ନ ପଢିବେ ଆପଣ ପାରିବେ ନାହିଁ। ଓକେ ନେକ୍ସଟ ଡକ୍ଟର ରଥ। ଓକେ ଏଠି ଆଙ୍କର ଡେଟ୍ ଅଫ୍ ବାର୍ଥ କେବେ ଆସିବ ଡେଟ୍ ଅଫ୍ ବାର୍ଥ ଆସିବ କେବେ ନା ଡିସେମ୍ବର 6 1896। ଡିସେମ୍ବର 6 1896 ଏବଂ ତାଙ୍କର ଡେଥ୍ ତାଙ୍କର ମୃତ୍ୟୁ କେବେ ହେଇଥିଲା ଫେବୃଆରୀ 11 1998। ଫେବୃଆରୀ 11 1998 begins his career in journalism with the ସମାଜ।
ଦ ସମାଜର ଫାଉଣ୍ଡର କିଏ ଥିଲେ କହିଥିଲି? କିଏ ଥିଲେ? ଗୋପବନ୍ଧୁ ଦାସ। ଦ ସମାଜର ଫାଉଣ୍ଡର କିଏ ଥିଲେ? ପଣ୍ଡିତ ଗୋପବନ୍ଧୁ ଦାସ। ଏବଂ ସମାଜ ଫାଉଣ୍ଡିଂ କେବେ ହେଇଥିଲା? 1919 ଫାଉଣ୍ଡିଂ ହେଇଥିଲା ନା ହେଇଥିଲାନି? ହେଲା। and went on to become its editor, ମାନେ ଗୋଟେ ଟାଇମ ରେ ଇଏ ସମାଜର ଏଡିଟର ମଧ୍ୟ ହେଇଥିଲେ। He was elected multiple times to Odisha Legislative Assembly and served as a cabinet minister from 1952 to 1961। ଯଦି क्वेश्चन बेसी हार्ड को गला तो से पचारि पारे हु इज द एडिटर ऑफ समाज हु सर्व्ड as a cabinet minister from ଏତିକି 1952 ରୁ 1961। ଡିପେଷ୍ଟ क्वेश्चन मैं who knows। he was honored with ପଦ୍ମ ଭୂଷଣ, ଓଡ଼ିଶା ସାହିତ୍ୟ ଏକାଡେମୀ एंड उत्कल रत्न सम्मान। ये जो अवार्ड मिली, ये जो अवार्ड मिली, ଆପଣ ୟାକୁ ସମସ୍ତେ ମନେ ରଖିବେ କି ୟାଙ୍କୁ କୋଉଟା କୋଉଟା ମିଳିଛି। ଦେଖନ୍ତୁ ଯୋଉ ପର୍ସନ ପାଖରେ ଯେତିକି ଜିନିଷ ଆବଶ୍ୟକ, ଯେତିକି ଜିନିଷ ଇମ୍ପୋର୍ଟାଣ୍ଟ ମୁଁ ସେତିକି ଆଣିଛି। ଆପଣ ଯଦି ୟା ଭିତରୁ ଖୋଲି କେବେ ନା ଆମେ ଏଠୁ ନେଇକି ଆଉ ଗୋଟେ ଏକ୍ସଟ୍ରା ନୋଟ୍ କରିବୁ, ଇଟ୍ ଇଜ ଦ ଫାଇନାଲ ନୋଟ୍, ଇଟ୍ ଇଜ ଦ ଫାଇନାଲ ନୋଟ୍। ୟା ବାହାରେ କିଛି ନୋଟ୍ ହିଁ ନାହିଁ। ଓକେ ଓକେ। ଏବେ ଦେଖିବା ଟ୍ରାଇବାଲ ଫ୍ରିडम फाइटर्स। ट्राइबल फ्रीडम फाइटर्स। ओके। कौन डोरा बिशोई फास्ट आइले ना कंध अपराइजिंग मुवमेंट गुड आरंभ होता केबे 1835 मसीह। 1835 मसीह एटा को डोरा बिशोई लीड करथिले, लीड करथिले। ओके। तांकर मुवमेंट कौन थिला ना टू प्रोटेक्ट द सोशियो रिलीजियस कस्टम्स ऑफ कंधज इंक्लूडिंग मेरिहा सैक्रिफाइस। अच्छा ये जो मेरिहा माने कौन? मेरिहा माने कौन? खाली तो माने मेरे कहते नबनी, दैट इज ह्यूमन सैक्रिफाइस, दैट इज ह्यूमन सैक्रिफाइस। सेटा कौन? सेटा होची मनीष बलि, मनीष बलि। ସେତେବେଳେ ସେମାନେ କନ୍ଧ ମାନେ ମଣିଷ ନେଇକି ବଳି ଦଉଥିଲେ। ସେଟା ଅବଶ୍ୟ ଭୁଲ ଥିଲା, କିନ୍ତୁ ସେମାନେ କଣ ଭାବୁଥିଲେ କି ନା ଦ୍ୟାଟ୍ ଇଜ ଟ୍ରୁ, ଦ୍ୟାଟ୍ ଇଜ ଆୱାର ଫେଥ୍, ତାର ବିଲିଫ। ଆଉ ସେଟାକୁ ଇଂରେଜ ମାନେ ତାକୁ ବନ୍ଦ କରିଥିଲେ। ସେଥିପାଇଁ ସେମାନେ କଣ କରିଥିଲେ ନା ଗୋଟେ କନ୍ଧ ଅପରାଇଜିଂ ଗୋଟେ ଇଏଟା ଆରମ୍ଭ କରିଥିଲେ। କେବେ କରିଥିଲେ? 1835 ମସିହାରେ। ଆଚ୍ଛା। ତ ତାଙ୍କୁ 1837 ମସିହାରେ ବ୍ରିଟିଶର୍ସ ମାନେ କଣ କଲେ ନା ଆରେଷ୍ଟ କଲେ। କଣ କଲେ? ଆରେଷ୍ଟ କଲେ। ଏବଂ 1846 ମସିହାରେ ତାଙ୍କର ଡେଥ୍ ହେଲା। କଣ ହେଲା? ନା ଡେଥ୍ ହେଲା। କୋଉଠି ହେଲା? ନା ଉଟିରେ ହେଲା। କୋଉଠି ହେଲା? ଉଟିରେ ହେଲା। ଓକେ। ସରି ଯାହା ଟିକେ ଭଲ ନାହିଁ। ତ ଏଠି ଆମର ଏତିକି ଜିନିଷ ଜାଣିବା ଇମ୍ପୋର୍ଟାଣ୍ଟ। ଚକରା ବିଷୟ, ଚକରା ବିଷୟର ଡୋରା ବିଷୟ କଣ ହେବେ ନା ଅଙ୍କଲ ହେବେ। ତାହେଲେ କଣ ହବ? ଚକରା ବିଷୟ ନେଫ୍ୟୁ ହବ। ଓକେ। ଚକରା ବିଷୟ କଣ୍ଟିନ୍ୟୁଡ ଦ କନ୍ଧ ରିବେଲିୟନ ଆଫ୍ଟର ଦ ଡେଥ ଅଫ ହିଜ ଅଙ୍କଲ ଡୋରା ବିଷୟ। ଆଚ୍ଛା। ଚକରା ବିଷୟରେ ମେନ୍ କାମ ନଥିଲା କଣ ଯୋଉ ମାନେ କନ୍ଧ ମାନଙ୍କୁ ଇଏ କରିବା। ତାଙ୍କ ମେନ୍ କାମ କଣ ଥିଲା ନା ଭଞ୍ଜ ଡାଇନେଷ୍ଟି ୟାକୁ ରିଷ୍ଟୋର କରିବା, ୟାକୁ ରିଷ୍ଟୋର କରିବା, ୟାକୁ ଆମେ ରିଷ୍ଟୋର କରିବା ତାଙ୍କର ମେନ୍ ଲକ୍ଷ୍ୟ ଥିଲା। ବୁଝିହେଲା? ହେଲା। ଧାରୁଆ ट्राइबल अपराइजिंग। धारुआ देखो टाइटल धारुआ। धारुआ ट्राइबल अपराइजिंग इन मयूरभंज एटा किए करथिले ना दयानिधि धारुआ। ओके। से कोठी करथिले? मयूरभंज रे करथिले। दयानिधि धारुआ, दयानिधि धारुआ कौन ହେଇଥିଲା ନା ସିଏ ଧାରୁଆ ट्राइबल अपराइजिंग मुवमेंट टाକୁ କୋଉଠି ମାନେ ଯୋଉ କରିଥିଲେ? ମୟୂରଭଞ୍ଜରେ କରିଥିଲେ। କାହା ଏଗେନ୍ଷ୍ଟ ରେ କରିଥିଲେ? ଏଗେନ୍ଷ୍ଟ ଦ କିଙ୍ଗ।
କିଙ୍ଗ ମାନେ ୟା ତ ଲୋକାଲ କିଙ୍ଗ ହେଇଥିବ, ଲୋକାଲ କିଙ୍ଗ କିମ୍ବା ଜମିନଦାର। and British authorities in 1857। ମାନେ କଣ? 1857 ମସିହାରେ ଧାରୁଆ ଟ୍ରାଇବାଲ ଅପରାଇଜିଂ ମୟୂରଭଞ୍ଜରେ ଆରମ୍ଭ ହୋଇଥିଲା। କାହା ଦ୍ୱାରା? ବାଇ ଦିସ୍ ପର୍ସନ କଲ୍ଡ ଆଜ ଦୟାନିଧି ଧାରୁଆ। excessive taxes and exploitative politics are the main reason for ଧାରୁଆ tribal uprising। ହେଲା। ଆଚ୍ଛା ୟା ମାନେ କଣ? ମାନେ ଟ୍ୟାକ୍ସ ର ଗୋଟେ ଲିମିଟ ନଥିଲା, କିଛି କିଛି ଲିମିଟ ନଥିଲା। ଯାହା ମୁହଁରୁ ବାହାରିଲା ଟ୍ୟାକ୍ସ। ମୁଁ କହିନି ଟଙ୍କା 100ର ନେମି ଟ୍ୟାକ୍ସ ଟଙ୍କା 80, ସେଇଟା ଦେଇତେ ବାଧ୍ୟ। ସେତେବେଳେ କୌଣସି ରୁଲ ନଥିଲା କି ଟଙ୍କା 100ର ଟଙ୍କା 30 ମାନେ ଟ୍ୟାକ୍ସ କି 20 ଟ୍ୟାକ୍ସ କି 10 ଟ୍ୟାକ୍ସ, କିଛି ନାହିଁ। ସେତେବେଳେ ମୁହଁରୁ ଯାହା ବାହାରିଲା ସେଟା ଫିକ୍ସ ଟ୍ୟାକ୍ସ। ହେଲା। ହେଲା, ଠିକ ଅଛି। ଏଣ୍ଡ ଏକ୍ସପ୍ଲୋଏଟିଭ ପଲିଟିକ୍ସ ମାନେ ସେତେବେଳେ ଆମର ଯୋଉ ଲୋକ ଥିଲେ ସେମାନଙ୍କୁ ବହୁତ ଏକ୍ସପ୍ଲୋର କରାହଉଥିଲା। ମାନେ କଣ? ପଇସା କମ ଦେବେ, ବେଶୀ ବେଶୀ କାମ କରେଇବେ, ବେଳେ ବେଳେ କାମ କରେଇବେ ବୋଲି ପଇସା ଦେବେ ବି ନାହିଁ। ହେଲା। ଦିସ୍ uprising forced to the British to bring reform in tribal land settlements। ମାନେ କଣ? ନା ଏଇଠି ସେମାନେ କଣ କଲେ? ନା ପରମାନେଣ୍ଟ ଲ୍ୟାଣ୍ଡ ଦେଲେ। କଣ ଦେଲେ? ନା ପରମାନେଣ୍ଟ ଲ୍ୟାଣ୍ଡ ଦେଲେ। କାହାକୁ ଦେଲେ? ନା ତୁ ଟ୍ରାଇବ୍ସ। ଏଇଟା ବେଶୀ ମୋଟା ହେଇଯାଉନି ଟିକେ? ଟିକେ ରୁହନ୍ତୁ। ଏଇ ଠିକ ଅଛି। ଓକେ। ଓକେ, ଯିବା ନେକ୍ସଟ ସ୍ଲାଇଡ୍। ରତନ ନାୟକ। ରତନ ନାୟକ କଣ? ଇଏ ଭୂୟାଁ ରିଭୋଲ୍ଟ। ଭୂୟାଁ ରିଭୋଲ୍ଟ ଯୋଉ ହେଇଥିଲା କୋଉଠି? ନା ଯୋଉ ହେଇଥିଲା କେଉଁଝର। ହେଲା। ତାକୁ କିଏ ଲିଡ୍ କରିଥିଲେ? ନା ରତନ ନାୟକ। ହେଲା। ଏଗନେଷ୍ଟ ଦ ଫ୍ୟୁଡାଲ ଚିଫ ଧନୁର୍ଜୟ ଭଞ୍ଜ ଆଣ୍ଡ ବ୍ରିଟିଶ। ରତନ ନାୟକ ମାନେ ଏଟା ସମ୍ପୂର୍ଣ୍ଣ ମନେ ରଖିବ ଭୂୟାଁ କହିବନି ମାନେ ନାୟକ ବୋଲି ଦେଇଥିଲା ନା। ରତନ ନାୟକ ମାନେ ଭୂୟାଁ ରିଭୋଲ୍ଟ। ହେଲା। ହି ୱାଜ କ୍ୟାପଚର୍ଡ and hanged by the British on August 15 1868 ମସିହା। on August 15 1868 ମସିହା। ଓକେ। ଧରଣୀଧର ନାୟକ। ହେଲା। ସେକେଣ୍ଡ ଫେଜ ଅଫ ରିବେଲିୟନ ଇନ କେଉଁଝର। ସେ ଆମର ଯୋଉ କଣ ପଢୁଥିଲେ ଭୂୟାଁ ରିବେଲିୟନ। ହେଲା। ସେଇଟା ଭୂୟାଁ ରିଭୋଲ୍ଟ। ତାର ସେକେଣ୍ଡ ଫେଜ କିଏ କରିଥିଲେ? ଧରଣୀଧର ନାୟକ। ଆଉ ୟାଙ୍କରି ନାଁର ହିଁ ହେଇଛି ଦିଦି କଲେଜ। ହେଲା। ସେ କଣ କରିଥିଲେ? ନା ସିଏ କେବଳ ଗୋଟେ ଜିନିଷ ବେଠି, ସିଏ ବେଠି ଏଗନେଷ୍ଟ ର ଫାଇଟ କରିଥିଲେ। କଣ କରିଥିଲେ? ସେ ବେଠି ଏଗନେଷ୍ଟ ର ଫାଇଟ କରିଥିଲେ। ତାମାନେ କଣ? ଆଚ୍ଛା ବେଠି ମାନେ କଣ? ବେଠି ମାନେ ବିନା ପଇସାର ଖଟେଇବା ବା କାମ କରିବା ବେଠି। ଆଉ ସେତେବେଳେ ଏଇଟା ବହୁତ ଜୋରସେ ଚାଲିଥିଲା, ଯାହା ପାଇଁ କି ସେ ଏ ଏଗନେଷ୍ଟ ଗୋଟେ କଣ କରିଥିଲେ? ଗୋଟେ ଲଢେଇଟେ କରିଥିଲେ। ଡେସ୍ପାଇଟ୍ ବିଙ୍ଗ ଏଜୁକେଟେଡ୍ ୱିଥ୍ ରୟାଲ ଆସିଷ୍ଟାଣ୍ଟ ମାନେ ସେ ରାଜକୀୟ ପରିବାରରୁ ଥିଲେ। ହି ରିବେଲ୍ଡ ଏଗନେଷ୍ଟ ଦ କିଙ୍ଗ's tyranny and British exploitation। ଆଉ କେବଳ ସେଇଥିପାଇଁ ତାଙ୍କୁ କଣ କିଲ୍ କରାଯାଇ ନଥିଲା। କିଲ୍, ତାଙ୍କୁ ଖାଲି ପ୍ରିଜନ କରାଯାଇଥିଲା। ତାଙ୍କୁ ଖାଲି ବନ୍ଦୀ ବନେଇଥିଲେ, ତାଙ୍କୁ ମାରି ନଥିଲେ। ଆଫ୍ଟର ଇମ୍ପ୍ରିଜନମେଣ୍ଟ ହି ଲିଭଡ୍ ଲାଇକ୍ ଏ ସେଣ୍ଟ। ସେ ଗୋଟେ ସନ୍ଥ ହେଇଯାଇଥିଲେ। ତାଙ୍କୁ ଯେତେବେଳେ ନେଇକି ଜେଲ ରଖା ହେଲା ସେ ସନ୍ଥ ଜଣେ ହେଇ ଗଲେ। ଓକେ। ଦେନ୍ ଲକ୍ଷ୍ମଣ ନାୟକ।
ଲକ୍ଷ୍ମଣ ନାୟକ କଣ ନା ଗାନ୍ଧୀ ଅଫ୍ ମାଲକାନଗିରି। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହେଇପାରେ କି ହୁ ଇଜ ଦ ଗାନ୍ଧୀ ଅଫ ମାଲକାନଗିରି? ଲକ୍ଷ୍ମଣ ନାୟକ। ହେଲା, led the Quit India movement in Koraput and organized the tribal resistance against British taxes। ସେତେବେଳେ ବ୍ରିଟିଶ ମାନେ ତାଙ୍କ ଉପରେ ଗୋଟେ ହେଭି ଟ୍ୟାକ୍ସ ପକଉଥିଲେ, ଗୋଟେ ହେଭି ଟ୍ୟାକ୍ସ ପକଉଥିଲେ, ଯାହା ଏଗନେଷ୍ଟରେ ସେ କଣ କରୁଥିଲେ, ସେ ଗୋଟେ ଫାଇଟ୍ କରିଥିଲେ। ଆଉ କଣ, ତାଙ୍କୁ ଗାନ୍ଧୀ ଅଫ କଣ କୁହାଯାଏ, ମାଲକାନଗିରି। By being falsely implicated in a murder case, ହେଲା, he was hanged on March 29, 1943। ଯେତେବେଳେ ଆମର ଇଂରେଜ ମାନେ ୟାଙ୍କୁ କୌଣସି ପ୍ରକାରର ଫସେଇ ପାଇଲେନି, ତାଙ୍କୁ ସେ ଗୋଟେ ଫଲ୍ସ ମର୍ଡର କେସରେ ଫସେଇ କେବେ ମାରିଦେଲେ, ମାର୍ଚ୍ଚ 29, 1943। 1943। ଓକେ। ନିର୍ମଳ ମୁଣ୍ଡା led the no rent campaign in Gangapur demanding a revision of oppressive land policies। ତାମାନେ କଣ, ଆମର ଯୋଉ ବ୍ରିଟିଶର୍ସ ଥିଲେ, ଆମର ଯୋଉ ବ୍ରିଟିଶ ମାନେ ଥିଲେ, ସେମାନେ କଣ କରୁଥିଲେ ନା ସେମାନେ ଗୋଟେ ଲ୍ୟାଣ୍ଡ ରୁ ଟ୍ୟାକ୍ସ ନଉଥିଲେ। ଲ୍ୟାଣ୍ଡ ଟ୍ୟାକ୍ସ ତମେ ଯାହା କଲ, ଫସଲ କଲ, କିଛି କଲ, ସେମାନେ ତାପରେ ସେଇ ସେମ୍ ଲ୍ୟାଣ୍ଡ ଉପରେ ଗୋଟେ ରେଣ୍ଟ ନଉଥିଲେ, ଗୋଟେ ମାନେ କଣ ରେଣ୍ଟ। ତ ନିର୍ମଳ ମୁଣ୍ଡା କଣ କହିଲେ, ୟା ତ ଲ୍ୟାଣ୍ଡ ଟ୍ୟାକ୍ସ ନିଅ, ୟା ତ ଲ୍ୟାଣ୍ଡ ରେଣ୍ଟ ନିଅ। ତମେ ଯଦି ଦିଟା ଆଙ୍କେ ନବ ତାହେଲେ ଆମେ ଏଠି ବଞ୍ଚିବୁ କୋଉ ଭଳିଆ, ଆମେ ଏଠି ବଞ୍ଚିବୁ କୋଉ ଭଳିଆ। ଯୋଉଟା ଏମାନେ ଜମା ମାନିଲେନି, କିଏ, ବ୍ରିଟିଶ ମାନେ। ସେଇ କହିଲେ ଆମେ ଦିଟା ଖାଇବୁ, ଆମେ ଏକା ସବୁ ମାନେ ସବୁ ନେଇ ଖାଇବୁ। ହେଲା, ଦେନ୍ କଣ ହେଲା, ସିମକୋ ଫାୟାରିଂ ଗୋଟେ ହେଲା କୋଉଠି, ସେଇ ଯୋଉ ଗାଙ୍ଗପୁରରେ ହେଲା। କେବେ ହେଲା, ଏପ୍ରିଲ 25, 1939। ଏପ୍ରିଲ 25, 1939 led to the death of 28 tribals and his arrest until independence। ସିମକୋ ଫାୟାରିଂ ଯୋଉ ହେଲା, ସେଥିରେ 28 ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। ଆଉ ସେଥିରେ ବ୍ରିଟିଶ ମାନେ ଯୋଉ କଣ କହିଲେ, ୟା ପାଇଁ ନିର୍ମଳ ମୁଣ୍ଡା ହିଁ ଦାୟୀ, ନାହିଁ ଦାୟୀ। ଏବଂ ତାଙ୍କୁ ଗିରଫ କରାଯାଇଥିଲା କେତେ ପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ଆମେ ଇଣ୍ଡିପେଣ୍ଡେନ୍ସ ପାଇ ନଥିଲେ, ଏବଂ ତାପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଓକେ। ଟମୋଡୋରା, ସେ କଣ ନା କୋୟା ଟ୍ରାଇବାଲ ଅପରାଇଜିଂ ଯୋଉ ହେଇଥିଲା ତାକୁ ସେ ଲିଡ୍ କରିଥିଲେ। କଣ, କୋୟା ଟ୍ରାଇବାଲ ଅପରାଇଜିଂ ଏଗନେଷ୍ଟ ଦ କିଙ୍ଗ ଅଫ କୋରାପୁଟ ଏଣ୍ଡ ବ୍ରିଟିଶ ଇନ୍ ମାଲକାନଗିରି। ହେଲା, କିଙ୍ଗ ଅଫ କୋରାପୁଟ ମାନେ ମାନେ ସେଇଟା ମାନେ ଯିଏ ତାଙ୍କର ଯିଏ କିଙ୍ଗ ଥିଲେ ତାଙ୍କ ଅଗେନ୍ଷ୍ଟରେ, ଆଉ ବ୍ରିଟିଶ ମାନେ ଯୋଉ ସବୁ କାମ କରୁଥିଲେ କୋଉଠି, ଇନ୍ ମାଲକାନଗିରି କରୁଥିଲେ। ଓକେ। ତ ହି ୱାଜ କିଲ୍ଡ ବାଇ ବ୍ରିଟିଶ ଫୋର୍ସ ଇନ୍ 1872 ମସିହା। 1872 ତାଙ୍କୁ ବ୍ରିଟିଶର୍ସ ମାନେ କିଲ୍ କରିଥିଲେ। କଣ କରିଥିଲେ, କିଲ୍ କରିଥିଲେ। ଓକେ। ଦେଖ ଯେତିକି ଯାହାର ଆବଶ୍ୟକ ମାନେ ସେତିକି ଆଣିଛି। ଡୋଣ୍ଟ ଇଭେନ୍, ଯଦି ମାନେ କେହି ମାନେ ଟିକେ ଭାବନ୍ତି କି ୟାର ଏଠି ମାନେ ଏତେ କମ୍ ଅଛି, ହବ କି ନହବ, ତ ମୁଁ ଏଇ ବିଷୟଟା କମ୍ପ୍ଲିଟ୍ ପଢ଼େଇଲା ପରେ ଆପଣ ଯାଆନ୍ତୁ, ଯାଇକି ଆପଣ ଗୋଟେ ମକ୍ ଟେଷ୍ଟ ଦିଅନ୍ତୁ। ଓକେ। ହଉ, ଆମେ ଟିକେ କ୍ଲାସଟା କଥା ହବା। ଆগে ଏଇଟା ଛାଡ଼ିଦବା, କ୍ଲାସଟା ଛାଡ଼ିଦବା। ସାଧୁ ଜାନି ଏଣ୍ଡ ଦୁନାଇ ଜାନି, ହେଲା, ଏମାନେ କଣ କରିଥିଲେ, ଗୋଟେ ଲୋୟର କାଷ୍ଟ ରିବେଲିୟନ କରିଥିଲେ। କଣ ପାଇଁ କରିଥିଲେ, ସୋସିଆଲ ଜଷ୍ଟିସ। ୟା ମାନେ କଣ, ମାନେ ସମସ୍ତଙ୍କୁ ସମାନ ଅଧିକାର ମିଳୁ, ସମସ୍ତ ମାନେ କିଛି ଉଚ୍ଚ ନିଚ ଧନୀ କରିବ କିଛି ଇଏ ମାନେ ସେଥିପାଇଁ କରିଥିଲେ। ଏମାନେ କଣ କଲେ, ଏମାନେ କନ୍ଧ, କନ୍ଧ ଆଉ ପାଣ, ଏମାନେ ଏମାନଙ୍କୁ କଣ କରିଥିଲେ ନା ତାଙ୍କୁ ଗୋଟେ ଜଏଣ୍ଟ କରିଥିଲେ। ନା ଏଗନେଷ୍ଟ ଫ୍ୟୁଡାଲ, ଏଗନେଷ୍ଟ ଫ୍ୟୁଡାଲ ଏକ୍ସପ୍ଲୋଏଟେସନ। ତାମାନେ କଣ ନା ଆମ ଯୋଉ ରାଜା ମାନେ ତାଙ୍କୁ ଯୋଉ ଇଏ କରୁଥିଲେ, କଣ କରୁଥିଲେ, ଟର୍ଚର କରୁଥିଲେ। ହେଲା, ତ ତାଙ୍କ ଏଗନେଷ୍ଟରେ ମାନେ ଇଏ କରୁଥିଲେ। ଓକେ।
ଭୀମ ଭୋଇ ମେ ବି ଲାଷ୍ଟ ସ୍ଲାଇଡ୍ ଅଫ୍ ଟୁଡେ। ଜଣେ ବ୍ଲାଇଣ୍ଡ ଟ୍ରାଇବାଲ ସେଣ୍ଟ ଥିଲେ ଯିଏକି ମହିମା ଧର୍ମକୁ ଫଲୋ କରୁଥିଲେ। ଆଉ ସେ କଣ ଥିଲେ? ସେ ଥିଲେ ସେକେଣ୍ଡ ଡିସିପଲ୍ ଅଫ ମହିମା ଧର୍ମ। ଆଚ୍ଛା, ଏହାର ଫାଉଣ୍ଡର କିଏ ଥିଲେ? ମହିମା ଧର୍ମର ଫାଉଣ୍ଡର କିଏ ଥିଲେ? ଫାଉଣ୍ଡର ଥିଲେ କିଏ? ନା ମହିମା ଗୋସାଇଁ। ମହିମା ଗୋସାଇଁ ୟାର ଫାଉଣ୍ଡର ଥିଲେ। କାର? ନା ମହିମା ଧର୍ମର। ଅଲସୋ ନୋନ୍ ଆଜ୍ ସନ୍ଥ କବି। ସନ୍ଥ କବି କିଏ ଥିଲେ? ଭୀମ ଭୋଇ। Although he was blind, his writings are so much powerful that people from them and become member of freedom movement। ମାନେ କଣ ନା ସେ ଯୋଉ ଲେଖୁଥିଲେ ଏଗୁଡାକ ସେଗୁଡାକ ଏତେ ମାନେ ପାୱାରଫୁଲ ଥିଲା, ଲୋକମାନେ ତାକୁ ପଢିକି କଣ କରୁଥିଲେ ନା ଫ୍ରିଡମ ମୁଭମେଣ୍ଟରେ ପାର୍ଟିସିପେଟ କରୁଥିଲେ। ଫ୍ରିଡମ ମୁଭମେଣ୍ଟରେ କଣ କରୁଥିଲେ? ନା ଭାଗ ନଉଥିଲେ। ଓକେ, ଲାଷ୍ଟ ଥିଲା। ଓକେ, ଲାଷ୍ଟ ଥିଲା। ହଁ, ମୁଁ କଣ କହିଲି? ଏଠି ମୁଁ ଯେତିକି ବି ଜିନିଷ ମାନେ ଆପଣ ମାନଙ୍କୁ କହିଛି, ଯେତିକି ବି ଜିନିଷ ଓନ୍ଲି ଇମ୍ପୋର୍ଟାଣ୍ଟ ଥିଙ୍ଗସ୍ ଆଇ ହାଭ୍ ଟୋଲ୍ଡ ୟୁ। ଯୋଉ ଗୁଡାକ ଇମ୍ପୋର୍ଟାଣ୍ଟ, ଓକେ, ଯୋଉ ବିଷୟରୁ କ୍ୱେଶ୍ଚନ୍ ଆସିପାରେ, ମୁଁ ତ ଆପଣଙ୍କୁ ଏଠି ସେତିକି ହିଁ ମାନେ କହିଛି। ସେକେଣ୍ଡ ଥିଙ୍ଗ, ଆପଣ ପ୍ରାକ୍ଟିସ୍ କୋଉ ଭଳିଆ କରିବେ? ଆପଣ କେମିତି ଜାଣିବେ ମାନେ ମୁଁ ଯାହା ପଢେଇନି ଠିକ ନା ଭୁଲ? ଆପଣ ମୋ ଭିଡ଼ିଓକୁ ଫାଷ୍ଟ ଦେଖିବେ। ଭିଡ଼ିଓକୁ ଥରେ ଦେଖିବେ। ତ ଦେଖିବେ ତା ସହ ଗୋଟେ ନୋଟ୍ ବି ବନେଇବେ। ଗୋଟେ ନୋଟ୍ ବି ବନେଇବେ। ସେଇ ଯୋଉ ଆପଣ ନୋଟ୍ଟା ବନେଇବେ, ନୋଟ୍ ବନେଇ ସାରିଲା ପରେ, ନୋଟ୍ ବନେଇ ସାରିଲା ପରେ ଆପଣ କଣ କରିବେ ନା ସେଇ ଯୋଉ ନୋଟ୍ଟାକୁ 1 to 2 times ଗୁଡ୍ ମାନେ ତାକୁ ଭଲ ତାକୁ ରିଭାଇଜ କରିବେ। ମାନେ ତାକୁ ପଢିବେ, ଲେଖିବେ, ତାକୁ ରିଭାଇଜ କରିବେ। କଲା ପରେ ଆପଣ ମୋକ୍ ଦେବେ। ଆପଣ ମୋକ୍ ଦେବେ। ଆପଣ ମୋକ୍ କୋଉଠି ଦେବେ? ନା ଓଡ଼ିଶାର ବହୁତ ଆପ୍ ଅଛି, ବହୁତ ଜାଗାରେ ମୋକ୍ ମିଳୁଛି। ନହେଲେ ବହୁତ ସାରା ୟୁଟ୍ୟୁବ ଚ୍ୟାନେଲରେ ଏବେ କଣ ହଉଛି ନା ଆମର କ୍ୱେଶ୍ଚନ ପ୍ରାକ୍ଟିସ୍ କରୁଛନ୍ତି। ଟପିକ ୱାଇଜ ହେଇଗଲା କିମ୍ବା ଆମର ପି ୱାଇଜ ବି ହେଇଗଲା, ହେଲା। ଆପଣ ଯାଇକି ଦେଖିବେ କି ଯୋଉ ଟପିକଟା ଆପଣ ମୁଁ ପଢେଇଲି ସେଇ ଟପିକରୁ କିଛି କ୍ୱେଶ୍ଚନ ଆସିଛି କି? ଯଦି ଆସିଥିବ କିମ୍ବା ଯଦି କୌଣସି ମକରେ ଆପଣ 10ରୁ 7 ସ୍କୋର କରୁଥିବେ, ଦେନ୍ ଆପଣ ମାନେ ନେକ୍ସଟ ଟାଇମ୍ ଭିଡ଼ିଓ ଦେଖିବେ। ଯଦି ଆପଣ 7 ଛୁଇଁ ପାରୁନାହାନ୍ତି, ମାନେ 6 କି 5 କି 4 ରଖୁଛନ୍ତି, ତାହେଲେ ଆପଣ ଜାଣିବେ ଏଇ କ୍ଲାସଟା ଆପଣଙ୍କ ପାଇଁ ନୁହେଁ। ନୁହେଁ। ଆପଣ ନେକ୍ସଟ ଟାଇମ୍ କେବେ ଆସିକି ମୋ ଭିଡ଼ିଓ ଦେଖିବେ ନାହିଁ। କିନ୍ତୁ ଯଦି ଆପଣ 7 ରହିଲା, ମାନେ 10ରୁ 7 ରହିଲା, ପ୍ଲିଜ୍ କମ୍ ବ୍ୟାକ୍ ଆଣ୍ଡ ଲାଇକ୍, ସେୟାର, ସବସ୍କ୍ରାଇବ୍। ଆଉ ହଁ, ଆପଣ ଭିଡ଼ିଓ ଦେଖିବେ ଭଲସେ, ତାର ଗୋଟେ ନୋଟ୍ ବନେଇବେ ବି ଭଲସେ। ନୋଟ୍ ପରେ ଆପଣ ସେଇ ନୋଟ୍ଟାକୁ 1 to 2 ତାକୁ ଆପଣ ରିଭାଇଜ କରିବେ। ଆପଣ ଦେନ୍ ମକ୍ ଦେବେ। ଆଉ ଖାଲି ଦେଖିଦେଲେ ଭିଡ଼ିଓ ଭିଡ଼ିଓ ଦେଖି ଦେଖି ଯାଇକି ଆପଣ ମକ୍ ଦେବେ, ସେମିତି ହବ ନା ଭାଇ। ସେମିତି ହବନି। ଆପଣ ଆଗେ ଦେଖନ୍ତୁ ଭିଡ଼ିଓ ଭଲ ଭାବରେ, ନୋଟ୍ ବନାନ୍ତୁ, ମକ୍ ଦିଅନ୍ତୁ, ଓକେ। ଦେନ୍ ଯଦି 7 ଆସୁଛି ତାହେଲେ ଆପଣ ଆଉ କୋଉଠି ଯାଇକି ପାଠ ପଢିପାରନ୍ତି। ଓକେ, ଥ୍ୟାଙ୍କ ୟୁ। ଦେଖା ହବା ନେକ୍ସଟ କ୍ଲାସରେ।